ସମାଜର ଏକ ସୁପରିବର୍ତ୍ତନ ଚାହୁଁଥିବା ଏବଂ ଏ ଦିଗରେ ନିଜସ୍ୱ ଉଦ୍ୟମରେ ବିନା ପାରିଶ୍ରମିକରେ କିଛି ଉଦ୍ୟମ କରିଚାଲିଥିବା ସ୍ୱେଚ୍ଛାସେବୀଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସହର ନିକଟବର୍ତ୍ତୀ ଖଲାରି ଗ୍ରାମର ମୁକ୍ତ ଲେଖକ, ସାମ୍ବାଦିକ, ସମାଜସେବକ ଅଜୟ ଭାଇଙ୍କ ଉଦ୍ୟମରେ ଏହି ଆଲୋଚନା ଚକ୍ର ଖଲାରି ଗ୍ରାମସ୍ଥିତ ଅଜୟ ଭାଇଙ୍କ ବାସଗୃହ ସଂଲଗ୍ନ କ୍ଷୁଦ୍ର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଆଲୋଚନାର ବିଷୟ ଥିଲା ଏଇ ଆମ ପରିବାର, ଏକ ସୁସ୍ଥ ସୁନ୍ଦର ଶିଶୁ ନାଗରିକ ଗଠନରେ ପରିବାରର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିବାର ଭିତରେ ଆମେ ଜନ୍ମ ନେଇଥାନ୍ତି, ବଢ଼ିଥାନ୍ତି ଏବଂ ଶିକ୍ଷା ଦୀକ୍ଷା ଗ୍ରହଣ କରି ନିଜ ମନପସନ୍ଦର ବୃତ୍ତି ଜୀବିକା ଗ୍ରହଣ କରି ନିଜେ ନିଜ ପରିବାର ଏବଂ ସମାଜକୁ ବିକଶିତ କରିଥାନ୍ତି। ଏଥିପାଇଁ ପରିବାରର ସ୍ନେହ, ସମ୍ମାନ ଓ ସହଯୋଗ ହିଁ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ବୋଲି ଆଲୋଚନା ଚକ୍ରକୁ ଶୁଭାରମ୍ଭ କରି ଅଜୟ ଭାଇ ମତ ଦେଇଥିଲେ। ତେବେ ବେଳେବେଳେ କିଛି ପରିବାର ଭିତରେ ଅଶାନ୍ତି, ଅସହଯୋଗ, ନିନ୍ଦା ପରି ବାତାବରଣ ଯୋଗୁଁ ପରିବାର ଭିତରେ ଅଶାନ୍ତି ସୃଷ୍ଟି ହେବା, ମାଡ଼ଗାଳି ହେବା, ମାଲି ମକଦ୍ଦମା ହେବା ଘଟଣା ଘଟି ସମସ୍ତଙ୍କର କ୍ଷତି କରିଥାଏ। ଏ କ୍ଷେତ୍ରରେ ଆମେ ସଚେତନ ଭାଇ ଭଉଣୀଗଣ ସତର୍କତା, ଧୈର୍ଯ୍ୟର ସହିତ ନିଜ ପରିବାର ଭିତରେ ଶାନ୍ତି, ସ୍ନେହ, ସହଯୋଗର ବାତାବରଣ ସୃଷ୍ଟି କରିବା ଉଚିତ, ଯାହାଫଳରେ ପରିବାରର ଶିଶୁ, ମହିଳା, ପୁରୁଷ ସମସ୍ତଙ୍କର କଲ୍ୟାଣ ସମ୍ଭବ ହେବ ଏବଂ ପରିବାର, ସମାଜ ନିଶ୍ଚିତ ରୂପେ ବିକାଶ ଦିଗକୁ ଆଗେଇ ଯିବ। ଉପସ୍ଥିତ ଥିବା ସ୍ୱେଚ୍ଛାସେବୀ ଭାଇ ଭଉଣୀଗଣ ଏ ଦିଗରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଉପସ୍ଥିତ ସ୍ୱେଚ୍ଛାସେବୀ ଭଉଣୀମାନେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପ୍ରକାଶଯୋଗ୍ୟ କି ପ୍ରତ୍ୟେକ ମାସ 1 ତାରିଖ ଦିନ ସମୟ ଅପରାହ୍ନ 5 ଘଟିକାରେ ଅଜୟ ଭାଇଙ୍କ କାର୍ଯ୍ୟାଳୟଠାରେ ଏପରି ଆଲୋଚନା ଚକ୍ର ଅନୁଷ୍ଠିତ ହେବାର ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଆଗ୍ରହୀ ଭାଇ ଭଉଣୀଗଣ ସମ୍ମତି ପ୍ରଦାନ କରିଥିଲେ। ଏହା ଥିଲା ଆଲୋଚନା ଚକ୍ରର ଦ୍ୱିତୀୟ ଦିବସ। ଏହି ଆଲୋଚନା ଚକ୍ରରେ ସ୍ୱେଚ୍ଛାସେବୀଗଣ ନିଜ ମତାମତ ପ୍ରଦାନ କରିଥିଲେ। ଅନୁପସ୍ଥିତ ଥିବା ସ୍ୱେଚ୍ଛାସେବୀଙ୍କ ପ୍ରେରିତ ମତାମତ ବାର୍ତ୍ତାକୁ ଆଲୋଚନା ଚକ୍ରରେ ଅଜୟ ଭାଇ ପାଠ କରିଥିଲେ। ଶେଷରେ ଉପସ୍ଥିତ ସଭ୍ୟସଭ୍ୟାଙ୍କ ସହଯୋଗ ନିମନ୍ତେ ଅଜୟ ଭାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ। ଅନୁଗୁଳରୁ ଜିଲ୍ଲା ପ୍ରତିନିଧି ଅଜୟ ଭାଇଙ୍କ ରିପୋର୍ଟ, ଅଷ୍ଟକିଲା ନ୍ୟୁଜ୍।